নমো ভগবতে বাসুদেবায়। ওম মঙ্গলাচরণ ভাগীসায়স্য বদনে লক্ষ্যে সুযচ্চ বক্ষসি যশতে হৃদয় বসতি তনুসিংহম ভজে বিশ্ব সর্বদিবা লক্ষণম শ্রীকৃষ্ণাখ্য পরধ্যাম জগধ্যাম নমামি তত মাধব মাধব বৈশ্য সর্বসিদ্ধি বিনায়তে বন্দে পরস্পরত্যম পরস্পরম প্রিয়লোকং মুখং করতি বাচলং পঙ্গুলঙ্ঘয়তে গিরি যৎকৃপাহতমঃ বন্দে পরমানন্দ हो माधव जो ब्राह्मण रुद्रयन्तु स्तुतन्ति दैवस्तव देव संग पद पश्यन्ति जो समज्ञ ध्यान वसते गदगदे मनसा पश्यन्ति जो जोगिना जसन्ते न बुद्धिसुरासुर गण देवाय स्तुते नमः नारायणं नमस्कृत्यं नरचैव नरोत्तमो देवी सरस्वती व्यासं ततो जयमुदीरयम् निर्गलं कल्पितं फलविमुखाभिदर्भ्ययुक्तं पिबतं भागवतं रसमलयं त्रयोदश अध्याय एकादश स्कंद त्रयोदश अध्याय भगवान उवाच बोल प्रबंधवार हरि बोल कृष्ण कहन्ति हि तोष चित्ते शुण उद्धवः कहुतते जे धर्म संख्या कर्म जोग मोहि कहिली हि ब्रह्म भाग मोहि कहिली हि ब्रह्म भागे देव पठने हे तपत्याग पुणि समूह वैराग्य हे आदि पुण्य कर्म मान विपुल घोर दल दान विविध व्रत महादान जम नियम देवार्चन धन संचीर्ण यज्ञ करे तीर्थ गमने हे निरंतरे नाना उपाये हे पथ हेरी मते न पारे हे बस करी हे जीव साधु संग बिनु लभि न पारे हे मोर तनु सर्वकुसंग दोष हरे जे नित्य साधु संग करे जे अबापति हित पामर सत्संगे तरे हे भवघोर दैव दैत्य दानव खग मृग गंधर्व गपः सरा नाग सिद्धिचारण विद्याधर यक्ष गृहिक जे किन्नर स्त्री सुदूर पंडित चांडाळे तरिले साधु संग मेले स्वभावे रजह तमे थांती साधु संग में हे मते पांति उद्धव कहु तो अग्रते सत्संगे तरी हिले जे मन्ते पूर्वे जे वृषह प्रथावली तरिले साधु संगे मिली बाणमय जे हे विभीषण सुग्रीव जाम्बव हनुमान गज जटायु तुलाधर प्रह्लाद वृत जे असुर लुबुद्ध कंसहर बुकुजी सत्संगे मोर पादे भजी यज्ञ कामिनी हि व्रज नारी साधु संग में गले तरी स्वभावे स्त्री हि जन्म होइंती देव पुराण न जानती महान्ते न कहरन्ति सेवा से न पूजन्ति हि यज्ञ देवा केवल साधु संग फले मते पाइले हे मते पाइले हे अंतराळे
ଯାର ପୁରୁଷ ଭାବେ ମତେ ନିତ୍ୟ ଭାବଲେ ହେ ଅନ୍ତର୍ଗତେ ଏଣୁ ତରିବେ ହେ ବ୍ରଜ ନାରୀ ଆନନ୍ଦେ କହିଲେ ମୁରାରୀ କୀଟ ପତଙ୍ଗ ପଶୁ ମୃଗ ସାଧୁ ସଙ୍ଗମେ ହେ ମୋକ୍ଷ ଯୋଗ ଭକତି ବଳେ ହେ ସାଧୁ ମେଳେ ସେ ମତେ ଲଭିଲେ ନିଶ୍ଚଳେ ଯୋଗୀନ୍ଦ୍ର ବିପ୍ରହ ମୁନି ଗଣେ ଧ୍ୟାନେ ଚିନ୍ତନ୍ତି ହି ମୋ ଚରଣେ ନ ପାଇ ସଂଖ୍ୟା ଯୋଗ ଫୁଟି ବିବିଧ ଦାନ ବ୍ରଜ କୋଟି ଏ ଆଦି ଚିତ ବୈରାଗ୍ୟ ସୌମ୍ୟ ସ୍ୱଭାବେ ହେ ସର୍ବତ୍ୟାଗ ଉପାୟ କରିହି ନାନା ମତେ ସେ ମତେ ଲଭିବେ କେମତେ ସେ ସାଧୁ ସଙ୍ଗଙ୍କୁ କରଇ ସେତରେ ଭକ୍ତି ଭାବ ପାଇ ଏଣୁ ସାଧୁଙ୍କ ସଙ୍ଗ କରି ମାୟା ତରିଲେ ହେ ଗୋପ ନାରୀ ସାଧୁ ସଙ୍ଗ ମେ ଦୟା ହତ ଶୁଣ ଉଦ୍ଧବ କହୁ ତତ ଅର୍କୁର ଯେତେ ବେଳେ ମତେ ମଥୁରା ଘେନି ଗଲେ ପଥେ ରାମ ସଙ୍ଗତେ ମତେ ଦେଖି ସକଳେ ସଂସାର ଉପେକ୍ଷୀ ମୋର ବିଯୋଗେ ବ୍ରଜ ନାରୀ ଶୋକ ସାଗରେ ଜ୍ଞାନ ହାରି ମୋର ଚରଣେ ଅନୁରାଗେ ଚିତ୍ତ ବୁଡ଼ାଇ ପ୍ରେମ ଭାଗେ ଧରି ନ ପାରି ଗୃହ ମନ ଶୂନ୍ୟ ଦେଖିଲେ ତ୍ରିଭୁବନ ରାସ ଉତ୍ସବ ମୋର ସଙ୍ଗେ ଯେତେ ରଜନୀ ନବ ଭାଗେ ବଞ୍ଚିଲେ ଗୋପହର ତରୁଣୀ ତୁଳାର୍ଥ ପ୍ରାୟ ତାହା ମଣି ଏକ ରଜନୀ ମୋ ବିଯୋଗେ ମଣିଲେ କୋଟି କଳ୍ପ ଯୁଗେ ମୋ ବିନୁ ନ ଜାଣନ୍ତି ୟାନ ମୋ ପାଦେ ତନୁ ପ୍ରାଣ ମନ ନିବେଦିତ ପାଶୋରିଲେ ରାତ୍ର ଦିବସ ନ ଜାଣିଲେ ମତେ ନ ପାଇ କେଉଁ ସ୍ଥାନ ଦେଖନ୍ତି ତ୍ରିଭୁବନ ଶୂନ୍ୟ ସେ ଯେହ୍ନେ କରହନ୍ତି ମୋ ସେବା କହିଁକି ଉପଲେଖ୍ୟ ଦେବା ଗିରି ଗହନ ଘୋର ବନେ ସମାଧି ବସି ଯୋଗୀ ଜନେ ଦେହେ ସଂସାର ପାଶରନ୍ତେ ନିର୍ମଳ ଜ୍ଞାନ ଦେଇ ମତି ଦେଖ ଏ ଯେତେ ନଦ ନଦୀ ପ୍ରବାହେ ମିଳନ୍ତି ଜଳଧି ଲବଣ ଜଳେ ସେ ମିଶନ୍ତି ସ୍ୱାନାଦ ଗୁଣ ପାଶରନ୍ତି ଗୋପ କାମିନୀ ସେହି ମତେ ମନ ବଚନ ଦେଇ ମତେ ଦେହେ ସଂସାର ପାଶରିଲେ ଜନ୍ମ ମରଣୁ ନିସ୍ତରିଲେ ରାଜପୁରୁଷ ଭାବେ ମତେ ନ ଜାଣନ୍ତି ନିଶ୍ଚୟେ ପରମ ବ୍ରହ୍ମ ମୁଁ ସ୍ୱଭାବେ ଅନ୍ତେ ପଶିଲି ମୋର ଠାବେ ଏଣୁ ମୋ ସାଧୁଙ୍କ ସଙ୍ଗତ ତାର ସ୍ଥାବର ଜଙ୍ଗମ ବୋଲେ ବୁଝି ହେ ଉଦ୍ଧବ ମୋର ଚରଣେ କର ଭାବ ବିଧି ନିଷୋଧି ଆଦି କ୍ରମ ଛାଡ଼ି ସକଳ ଲୋକ ଧର୍ମ ପ୍ରବୃତ୍ତି ନିର୍ବୁହୁତି ଏବେନି ଦୁଷ୍ଟ ଶ୍ରବଣେ ଅନୁମାନି ସକଳ ଛାଡ଼ି ଜ୍ଞାନ ବଳେ ଭଜ ତୁମ ପାଦ କମଳେ ମୁହିଁ ସେ ମହାମହେଶ୍ୱର ସକଳ ଆତ୍ମା ମୋ ଗୋଚର ତୁ ଏକ ଭାବେ ଦେବେ ଭାବୁ ତେବେ ସଂସାର ତରିବୁ ଶରଣ ପଶହ ମୋର ପାଦେ ନ ବଢ଼ ବିଷାଦେ ଯେ ମୋର ଚରଣ ଚିନ୍ତଇ ସଂସାରେ ତାର ଭୟ ନାହିଁ ଏମନ୍ତେ ଗୋବିନ୍ଦର ବାଣୀ
ଉଦ୍ଧବ ଭୟେ ହେ କଲା ଶୁଣି କୃଷ୍ଣ ଚରଣେ ତଳେ ପଡ଼ି ବୋଲଇବେନି କର ଯୋଡ଼ି। ଉଦ୍ଧବ ଉବାଚ ବୋଲ ପ୍ରାଣବାର ହରି ବୋଲ। ନାଥ ତୋହର ବଚନ ଶୁଣି ସଂଶୟ ମୋର ମନ। ତୁ ଏବେ କଥା ଅନୁସାରେ ବୋଇଲୁ କର୍ମ ତେଜିବାରେ। ପୁଣି ବୋଇଲୁ ଭଜ ମତେ ଏଣୁ ମୁଁ ଭ୍ରାନ୍ତି କଲି ଚିତେ। କି କର୍ମ କଲେ ହେ ନର ହରି ପ୍ରାଣୀ ସଂସାରୁ ଜାନ୍ତି ତରି। କି କର୍ମ ତେଜି ଭବୁ ପାର କହ ହେ କମଳାର ବର। ଏବେ ନିଃସଂଶୟ ମୋ ଦେଖି ଜ୍ଞାନ କର ଗେ ରଥ ଛେଚି। ଗୋବିନ୍ଦ କମଳା ଲୋଚନ ପାପ ମୋ କର ବିମୋଚନ। ମୋ ଘରେ ଜ୍ଞାନୀ ଦୀପ ଜାଳି ଅଜ୍ଞାନୀ ଖଣ୍ଡ ବନ ମାଳି। ଉଦ୍ଧବ ବାକ୍ୟେ ଯଦୁପତି କହନ୍ତି ଜୀବ ଆତ୍ମା ଗତି। ଭଗବାନ ଉବାଚ ବୋଲ ପ୍ରାଣବାର ହରି ବୋଲ। ଶୁଣ ହେ ଭକତ ନିପୁଣ ଏ ଜୀବ ସ୍ୱଭାବେ ନିର୍ଗୁଣ। ଈଶ୍ୱର ନିରଞ୍ଜନ ଏହି ମାୟା ଶୟଳେ ଦେହ ବହି। ପୁଣି ଅବିଦ୍ୟା ବନ୍ଧ ତାର ଏ ଘେନି କର୍ମ ଅଧିକାର। ବିଧି ନିଷୋଧେ ଏଣୁ କରି ସୁକର୍ମ କୁକର୍ମ ବିଚାରି। ଏଣୁ କେବଳ ମୋକ୍ଷ ଲାଭେ କର୍ମ କରିବ ଶୁଦ୍ଧ ଭାବେ। ଏମନ୍ତେ ସାଧୁ ଶୁଦ୍ଧ କର୍ମ ଲଭେ ଭକତି ତ୍ରୁଟେ ଭ୍ରମ। ଭକତି ଉପୁଜିବ ଯେବେ ଛାଡ଼ିବ ସର୍ବ କର୍ମ ତେବେ। ହେ ଭାବିଥିଲେ ହେ ଉଦ୍ଧବ କର୍ମ ଲକ୍ଷିତ ଶୁଭାଶୁଭ। ଜୀବର ନୁହଁ ହୋଇ ବନ୍ଧନ କହିଲେ ଯଶୋଦାନନ୍ଦନ। ଏବେ ତୁ ଶୁଣ ମୋ ବିଚାର ଜୀବ ଆତ୍ମାର ମୋକ୍ଷ ଦ୍ୱାର। ଏ ଜୀବ ଆତ୍ମା ମହେଶ୍ୱର ସୂକ୍ଷ୍ମ ନିର୍ମଳ ନିରାକାର। ପୁରାଣ ବୁରୁହୁ ଶହେ ଆଦି ଦେହେ ପ୍ରକାଶେ ଚକ୍ର ବେଦୀ। ପ୍ରଥମ ଚକ୍ର ସୂକ୍ଷ୍ମ ରୂପ ଦ୍ୱିତୀୟ ପ୍ରକାଶେ ଅଳପ। ହେ ତହୁଁ ଅଧିକ ମଣିପୁରେ ପ୍ରକାଶେ ଅନାହତ ଦ୍ୱାରେ। ମୃଗାଳ ସୂତ୍ର ମାର୍ଗେ ଜ୍ୟୋତି ଧ୍ୟାନ ଅଭ୍ୟାସେ ଯାହା ଚିନ୍ତି। ଚକ୍ର ପବନ ମହାବଳୀ ମନ ପବନ ସଙ୍ଗେ ତୋଳି। ବିଶୁଦ୍ଧ ଚକ୍ର ରନ୍ଧ୍ର ଦେଶେ ଆଗମ ଦୃଢ଼ ବନ୍ଧ ପାଶେ। ପ୍ରାଣୀଙ୍କୁ ବ୍ରହ୍ମ ରନ୍ଧ୍ରେ ଥୋଇ ନିଶ୍ଚଳ ଧ୍ୟାନେ ମନ ଦେଇ। ତେବେ ତୁ ଦେଖିବୁ ପ୍ରଖ୍ୟାତେ ଆତ୍ମାର ରୂପ ଦୁଷ୍ଟ ମାତ୍ରେ। ଅଗ୍ନି ଯେସନେ ଥାଇ ଶୂନ୍ୟେ କେବଳ ଉଷ୍ମ ଅନୁମାନେ। ଲୌହ ପାଷାଣ ଘରଷଣ ସଂଯୋଗେ ଉଠେ ଅଗ୍ନିକୋଣ। ଯତ୍ନେ ସମିଧ ଦଳେ ଦେଲେ ତହିଁ ସ୍ୱଭାବେ ଶିକ୍ଷା ପ୍ରକାଶଇ। ପୁଣି ପାଇଲେ ଘୃତଧାର ଜଳର ଅତି ବଳିୟାର। ଏ ରୂପେ ଆତ୍ମା ସୂକ୍ଷ୍ମ ବାଣୀ ଦେବ ବଚନେ ପରିମାଣି। ସେ ଷଡ଼ ଚକ୍ର ଭେଦି ଶବଦ ଦ୍ୱାଦଶ ପ୍ରକାରେ। ଏ ଅନାହତ ପୁରେ ସ୍ଥିତି ଜୀବ ଆତ୍ମାର ତତ୍ୱଗତି। ଏ ଜୀବ ସୃଷ୍ଟି ପ୍ରକରଣେ ଯେ ଏକାଦଶ ଇନ୍ଦ୍ରଗଣେ। କେ ଜ୍ଞାନ ମାର୍ଗେ ରେ ସଞ୍ଚରେ କେ କର୍ମ ପଥ ରେ ପ୍ରଚରେ। ମନ ସଂକଳ୍ପେ ବୁଦ୍ଧି ଚିନ୍ତି ଯେ ଅଭିମାନେ ଅହଂକୃତି।
ଜନତମସହ ଗୁଣ ସତ୍ୱଗୁଣ ମାୟାର ବିକାର ଏ ପୁଣ ଉଦ୍ଧବେ କହିଲେ ଶ୍ରୀପତି ଜାଣନ୍ତୁ ଏହି ରୂପେ ଚିନ୍ତି ସେ ନିତ୍ୟ ସନାତନ ହରି ଅନନ୍ତ ଶକ୍ତି ଅଛି ଧରି ପ୍ରଥମେ ଏକ ରୂପ ତାର ଅନାଦି ଅବିହିତ ଈଶ୍ୱର ସେ ନିଜ ଶକ୍ତି ଭାବ ବଳେ ଅଶେଷ ରୂପ ଏସୟରେ ପ୍ରକାଶ କରି ନିଜ ଶକ୍ତି ମାୟାର ଯୋଗେ ନାନା ମୂର୍ତ୍ତି ସେ ଯେବେ ରଜ ଗୁଣେ ମିଶେ ତାତଃ ସଂସାର ପ୍ରକାଶେ ସୃଷ୍ଟି ପାଳନ ସତ୍ୱ ମିଶି ତାମସ ଗୁଣେ ତାହା ନାଶି ଈଶ୍ୱର ମାୟା ଲୀଳା କରି ଖେଳଇ ଜଗତ ଆବରି ସେ ଏକ ରୂପେ ଭଗବାନ ତାତଃ ସୃଷ୍ଟି ନୁହେଁ ଭିନ୍ନ ସ୍ରୋତ ପାଷାଣ ଗ୍ରନ୍ଥି ଜେନେ ସୂତ୍ରେ ବସନ ଅନୁମାନେ ଏ ରୂପେ ଜଗତ ଗ୍ରନ୍ଥନ ଆଉ ଅନ୍ତର ବାହ୍ୟ ଭଗବାନ ଅନାଦି ଅରୂପ ପ୍ରତ୍ୟକ୍ଷେ ସଂସାର ରୂପ କଳ୍ପବୃକ୍ଷେ କର୍ମ ଏହାର ମୂଳ ବୀଜ ମୂଳ ଜୀବ ରସ ସଂଯୋଗେ ମହାତେଜ ବଢ଼ଇ ଫଳ ପୁଷ୍ପ ଘେନି ବିଭୋଗ ଅବର୍ଗ ବେନି ପୁଣ୍ୟ ପାତକ ରଜ ବୀଜ ବୃକ୍ଷ ଅଙ୍କୁର ଉଠେ ତେଜ ଅନନ୍ତ ବାସ ନାର ମୂଳେ ଏ ବୃକ୍ଷ ସ୍ଥାପ ନାନି ଚଳେ ଏ ତିନି ନାଡ଼ି ତିନି ଗୁଣେ ବୃକ୍ଷର ନିର୍ମାଣର କାରଣେ ଏ ପଞ୍ଚଗ୍ରାଳ ପଞ୍ଚଭୂତେ ପଞ୍ଚ ବିଷୟ ରସଜୁତେ ଶାଖା ସମୂହ ଇନ୍ଦ୍ରଗଣେ ଏ ନିତ୍ୟ ଥାନ୍ତି ମାୟା ବଣେ ଉପରେ ବେନି ପକ୍ଷୀ ନିତ୍ୟ ବସନ୍ତି ରକ୍ଷା ଭୋଗବର୍ଥ ବାତ ପିତ ଯେହେ କଫ ଘେନି ବୃକ୍ଷର ବକହଳ ଏ ତିନି ଯେ ସୁଖ ଦୁଃଖ ବେନି ପଳେ ପକ୍ଷୀ ପୁଞ୍ଜହନ୍ତି ତା ବଳେ ଲତା ବିଶିଷ୍ଟେ ତରୁକ୍ଷଣ କଳ୍ପ ପର୍ଯ୍ୟନ୍ତେ ତା ଜୀବନ ଯାବତ ଚନ୍ଦ୍ର ସୂର୍ଯ୍ୟ ଦିଶେ ତାବତ ଏ ବୃକ୍ଷ ପ୍ରକାଶେ ଏକଇ ପଥି ତାର ଫଳ ଭୁଞ୍ଜଇ ନିତ୍ୟ ମହାବଳ ସେ ଫଳ ଖାଇ ମର୍ତ୍ୟ ଭୋଳେ ନିରତେ ପଶେ ନାନା ଘୋରେ ଆଉ ଆର ବକ୍ଷିଏ ଥାଇ ଭୋକେ ସକଳେ ସାକ୍ଷୀ ରୂପ ଦେଖେ ବୃକ୍ଷର ଫଳ ଯେ ଭୁଞ୍ଜଇ କିରାତ ଜାଲେ ସେ ପଡ଼ଇ ଏକଇ ବ୍ରହ୍ମ ନାନା ରୂପେ ବ୍ରହ୍ମଇ ମାୟାମୟ କଳ୍ପେ ସେ ଯେବେ ଜାଣେ ଦେବସାର ସଂସାର ଭ୍ରମ ନାହିଁ ତାର ଏହା ନ ବୁଝି ଉଦ୍ଧବ ଉତ୍ତମ ଗୁରୁ ପାତେ ସେବ ଭକ୍ତି କୁଠାରେ ଦୁର୍ବାସାନ ଛେଦ ତୁ ଗୁରୁ ବାକ୍ୟ ସିନା ଆତ୍ମାକୁ ଜାଣି ସାବଧାନେ ଗୁରୁ ବଚନ ଅନୁମାନେ ସାଧନ କର୍ମ ଛାଡ଼ି ଚିତେ ଭଜତୁ ମୋର ପାଦତେ କହଇ ଦାସ ଜଗନ୍ନାଥ ଶ୍ରୀ ଏକାଦଶ ଭାଗବତ ଜୀବର ଗତି ଅନୁଭବ ଉଦ୍ଧବ କହିଲେ ମାଧବ ଏ ବ୍ରହ୍ମ ପ୍ରେମ ତରଙ୍ଗିଣୀ
ସୁଜନେ ତରହ ଏହା ଶୁଣି। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟା ସଂହିତାୟାମ୍ ଏକାଦଶ ସ୍କନ୍ଧେ ତ୍ରୟୋଦଶ ଅଧ୍ୟାୟ। ଚତୁର୍ଦଶ ଅଧ୍ୟାୟ। ଏକାଦଶ ସ୍କନ୍ଧ ଚତୁର୍ଦଶ ଅଧ୍ୟାୟ। ଭଗବାନ ଉବାଚ ବୋଲ ପ୍ରେମାନନ୍ଦବାର ହରି ବୋଲ। କହନ୍ତି ପ୍ରଭୁ ଦାମୋଦର ଶୁଣ ଉଦ୍ଧବ ଜ୍ଞାନ ସାର। ନାହିଁ ସଂସାର ଅନୁମାନୁ ନିସ୍ତାର ଭକ୍ତି ଯୋଗ ବିନୁ। ମୁଁ ଯେ ବୋଇଲି ମୋତେ ଭଜ ସଂସାର ସର୍ବ କର୍ମ ତେଜ। ତାର ପ୍ରସ୍ତାବ ଏବେ ଶୁଣ ଯେଣେ ଜିଣିବୁ ତିନି ଗୁଣ। ଏଭାବେ ପ୍ରକୃତି ପ୍ରମାଣ ତମ ସ୍ୱାତିକ ରଜଗୁଣ। ଈଶ୍ୱର ନିତ୍ୟ ନିରଞ୍ଜନ ନିର୍ଗୁଣ ସତ୍ୟ ସନାତନ। ଏଣେ ତାହାର ନାହିଁ ଭେଦ ଶୁଣ କହିବା ତତ୍ତ୍ୱବୋଧ। ଭକତି ଲକ୍ଷଣ ଶୟଳେ ସାଧିବ ଯେଉଁ ଗୁଣ ବଳେ। ଓಂ ଭୂର୍ଭୁବଃ ତସ୍ୟ ବିତୁର୍ବରେଣ୍ୟଂ ଭର୍ଗୋଦେବସ୍ୟ ଧୀମହି ଧିୟୋ ଯୋ ନଃ ପ୍ରଚୋଦୟାତ୍।